ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋଟାଏ ବର୍ଷ ପାଇଁ କଂସ ଚୟନ ହେବ ଏବଂ 2022ରେ ଯେଉଁ ଚୟନ ପ୍ରକ୍ରିୟା ହେଇଥିଲା ସେଥିରେ ଯେଉଁମାନେ ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମ ସ୍ଥାନରେ ଅଧିକାର କରିଥିଲେ ସେ 4 ଜଣଙ୍କୁ ନେଇ ଚୟନ ପ୍ରକ୍ରିୟା ହେବ। ଯଦି ମୁଁ ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମରେ ସ୍ଥାନ ପାଇଛି ତାହେଲେ ମୁଁ ମଧ୍ୟ ଚୟନ ପ୍ରକ୍ରିୟାରେ ଭାଗ ନେବି। ଆସନ୍ତା ଜାନୁଆରୀ 3 ତାରିଖରୁ ପୁଣି ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥର କଂସ ଭୂମିକାରେ ନୂଆ କଳାକାର ଚୟନ କରାଯିବ। ନୂଆ କଳାକାରକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଲାଣି। ଏନେଇ ଆମ ସହିତ ଯୋଡ଼ି ହୋଇଛନ୍ତି ପୂର୍ବତନ କଂସ ଭୂମିକାରେ ଅଭିନୟ କରିଥିବା ପୂର୍ବତନ କଂସ ଭୁବନେଶ୍ୱର ପ୍ରଧାନ। ଆସନ୍ତୁ ତାଙ୍କ ସହିତ ଅଧିକ ଆଲୋଚନା କରିବା। ଶ୍ରୀଯୁକ୍ତ ପ୍ରଧାନ, ପ୍ରତିଦିନ ଟିଭିକୁ ସ୍ୱାଗତ କରୁଛୁ। ନମସ୍କାର। କ'ଣ କହିବେ, 2022 ଚୟନ ପ୍ରକ୍ରିୟାରେ ଆପଣ ଅଂଶଗ୍ରହଣ କରିଥିଲେ ଏବଂ ଶୀର୍ଷ ସ୍ଥାନରେ ଥିଲେ। କେବେ ଭାବିଥିଲେ ପୁଣି ଥରେ 2024ରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ? ଦେଖନ୍ତୁ, ଆମ ଧନୁଯାତ୍ରା କମିଟି କାଲି ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋଟାଏ ବର୍ଷ ପାଇଁ କଂସ ଚୟନ ହେବ ଏବଂ 2022ରେ ଯେଉଁ ଚୟନ ପ୍ରକ୍ରିୟା ହେଇଥିଲା ସେଥିରେ ଯେଉଁମାନେ ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମ ସ୍ଥାନରେ ଅଧିକାର କରିଥିଲେ ସେ 4 ଜଣଙ୍କୁ ନେଇ ଚୟନ ପ୍ରକ୍ରିୟା ହେବ। ତେଣୁ ମୁଁ ଭୁବନେଶ୍ୱର ପ୍ରଧାନ, ଯଦି ମୁଁ ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମରେ ସ୍ଥାନ ପାଇଛି ତାହେଲେ ମୁଁ ମଧ୍ୟ ଚୟନ ପ୍ରକ୍ରିୟାରେ ଭାଗ ନେବି ଏବଂ ଏଥିପାଇଁ ମୁଁ ବହୁତ ଖୁସି ଏବଂ ଆନନ୍ଦିତ। 2024 କଂସ ମହାରାଜକୁ ନେଇ ଚୟନ ହେବ। ଆପଣ ଚୟନ ପ୍ରକ୍ରିୟାରେ ଯଦି ଭାଗ ନେଇ ଚୟନ ହେବେ ପୁଣି ଥରେ କଂସ ଭୂମିକାରେ ଅଭିନୟ କରିବା ପାଇଁ, ତେବେ ଆପଣଙ୍କ ଅଭିନୟ କେତେ ହୃଦୟସ୍ପର୍ଶୀ ହେବ ଏବଂ ଦର୍ଶକ ମହଲରେ ଆପଣଙ୍କ ଅଭିନୟଟି ହୃଦୟସ୍ପର୍ଶୀ ରହିପାରିବ ବୋଲି ଆଶା ବାନ୍ଧିଛନ୍ତି? ଦେଖନ୍ତୁ, ମୁଁ ଜଣେ କଳାକାର। କଳାକାରର ଧର୍ମ ହେଲା କଳା ପରିବେଷଣ କରିବା। ବିଗତ ବର୍ଷମାନଙ୍କରେ ମୁଁ ଯେଉଁ 5 ବର୍ଷ ବ୍ୟାପୀ କଂସ ମହାରାଜ ଭୂମିକାରେ ଅଭିନୟ କରିଛି, ମୁଁ ଦର୍ଶକମାନଙ୍କୁ କେତେ ଖୁସି କରିପାରିଛି ସଂଳାପ ମାଧ୍ୟମରେ, ଅଭିନୟ ମାଧ୍ୟମରେ, ତାହା ସେଇ ମୋର ଦର୍ଶକ ଦେବତା ଜାଣନ୍ତି। କିନ୍ତୁ ମୁଁ ଚଳିତ ବର୍ଷ ପୁଣି ଥରେ ଯଦି କଂସ ଅଭିନୟ କରେ ତାହେଲେ ନୂତନ ସଂଳାପ, ନୂତନ ଅଭିନୟ ଏବଂ ପୌରାଣିକ କଥାବସ୍ତୁ ଉପରେ ନୂତନ ଅଧ୍ୟାୟ ଆଣି ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁଁ ଅଭିନୟ କରିବି ଏବଂ ଲୋକଙ୍କୁ ସନ୍ତୁଷ୍ଟ କରିପାରିବି ବୋଲି ମୋର ଆଶା ଏବଂ ବିଶ୍ୱାସ। ଶ୍ରୀଯୁକ୍ତ ପ୍ରଧାନ, ଆପଣ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିସାରିଛନ୍ତି ଆଗରୁ। ତା ସାଙ୍ଗକୁ ଆଉ ଅନେକ ଜାଗାରେ ମଧ୍ୟ ଆପଣଙ୍କର ଅଭିନୟ କରିଛନ୍ତି। ତେବେ ଏ ଅଭିନୟ କଳା ଭିତରେ ଏମିତି କିଛି ଘଟିଛି ଯାହା ଆପଣଙ୍କର ହୃଦୟରେ ଏବେ ମଧ୍ୟ ମନେ ପଡ଼ୁଛି? ଦେଖନ୍ତୁ, 94 ମସିହାରେ ମୁଁ ବରଗଡ଼ ଧନୁଯାତ୍ରାରେ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରିଥିଲି ଗୁରୁଶ୍ରୀ ସ୍ୱର୍ଗତ ଗୋପାଳ ସାହୁଙ୍କ ପଛରେ। ଏବଂ ସେଇ 94 ମସିହାରେ ହିଁ ମୁଁ ଚିଚିଣ୍ଡା ଧନୁଯାତ୍ରାର କଂସ ମହାରାଜ। ସେଇ ସମୟର ଗୋଟେ ଅନୁଭୂତି ଏବେ ବି ମୋର ସବୁବେଳେ ମନେ ପଡ଼ୁଛି। 94 ମସିହାରେ ଆସିଥିଲେ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଚିଚିଣ୍ଡାକୁ ଏବଂ ତାଙ୍କ ସହିତ ମୋର ସୁନ୍ଦର ବାର୍ତ୍ତାଳାପ ହେଇଥିଲା ଏବଂ ସେହି ସମୟରେ ବିଜୁବାବୁଙ୍କୁ ମୁଁ 10,000 ଟଙ୍କା ଜରିମାନା କରିଥିଲି, ଯେଉଁଟାକି ଠିକ୍ ଟାଇମ୍ରେ ପହଞ୍ଚି ପାରିନଥିଲେ। ତେଣୁ ହସିଦେଲେ ବିଜୁବାବୁ ଏବଂ ସେଇଠି 10,000 ଟଙ୍କା ଦେଇଥିଲେ। ଯେଉଁ ହସ ପଦିଏ ହସିଥିଲେ ସେଇଟା ବି ମୋର ବର୍ତ୍ତମାନ ମନେ ଅଛି ଏବଂ ସେଇଟା ମୋର ଗୋଟେ ଅଭୁଲା ସ୍ମୃତି। ମା ବାପା ଆପଣଙ୍କ ଡାକ ନାଁ ରଖିଛନ୍ତି ଭୁବନେଶ୍ୱର ପ୍ରଧାନ, ହେଲେ ଦର୍ଶକ ମହଲରେ ଦର୍ଶକମାନେ ଆପଣଙ୍କୁ ଡାକନ୍ତି ମହାରାଜ କଂସ। ଏ ଭୁବନେଶ୍ୱର ପ୍ରଧାନ ଓ ମହାରାଜ କଂସ ଭିତରେ କେଉଁ ଡାକଟି ଆପଣଙ୍କୁ ଅଧିକ ଶୁଣିବା ପାଇଁ ମଜା ଲାଗେ? ନାଇଁ, ଦେଖନ୍ତୁ, ଯାହା ହେଲେ ବି ମୋ ମା ବାପା ଯେତେବେଳେ ମୋତେ ଭୁବନେଶ୍ୱର ନାମ ଦେଇଛନ୍ତି
ସମସ୍ତେ ମୋତେ ଭୁବନେଶ୍ୱର ଡାକିଲେ ମୁଁ ଖୁସି ହେବି, ଭୁବନ ଡାକିଲେ ମଧ୍ୟ ଖୁସି ହେବି। କିନ୍ତୁ କଂସ ମହାରାଜ ଏଇଟା ଗୋଟେ କେବଳ ଉପାଧି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଯିଏ ବି କଂସ ଅଭିନୟ କରିବ ତାକୁ ମହାରାଜ ବୋଲି ସମସ୍ତେ ଡାକିବେ, କିନ୍ତୁ ଭୁବନେଶ୍ୱର ଡାକିଲେ, ଭୁବନ ଡାକିଲେ ମୁଁ ଆହୁରି ଖୁସି ହେବି। ଆପଣ ଯେତେବେଳେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିଥିଲେ ଏବଂ ହାତୀ ପିଠିରେ ବସି ନଗର ପରିକ୍ରମା କରିଥିଲେ, ଅନେକ ଲୋକଙ୍କୁ ଆପଣ ଦଣ୍ଡିତ କରିଥିଲେ। ଏ ଦଣ୍ଡ କଲା ଭିତରେ ଆପଣ ମହାରାଜ ଶ୍ରୀକୃଷ୍ଣଙ୍କୁ ବି ଗାଳି ଗୁଲଜ କରିଥିଲେ। ମନରେ ଭୟ ନଥିଲା? ନା, ଯେତେବେଳେ ରଙ୍ଗ ପାଉଡ଼ର ବୋଳି ହେଇକି ଆମେ ମଥାରେ ମକୁଟ ଲାଗେ, ଶିରରେ ମକୁଟ ଲାଗେ, ଆମେ ଭାବି ନେଉ ସେତେବେଳେ ଆମେ ସତରେ ଗୋଟେ ଦ୍ୱାପର ଯୁଗର ସେଇ କଂସ ମହାରାଜ। ତେଣୁ କାହାକୁ ଭୟଭ୍ରାନ୍ତି ମୋର ରହେ ନାହିଁ। ସେ କୃଷ୍ଣଙ୍କୁ ଗାଳି ଗୁଲଜ କଲେ ବି ଆମେ କୃଷ୍ଣଙ୍କର ପରମ ଭକ୍ତ, କିନ୍ତୁ ସେଇ ସମୟରେ ଗାଳି ଗୁଲଜ ଆମେ କରୁ, କିନ୍ତୁ ଶେଷରେ ପ୍ରାଶ୍ଚିତ ମଧ୍ୟ କରୁ। ଶ୍ରୀଯୁକ୍ତ ପ୍ରଧାନ, ଶେଷ ପ୍ରଶ୍ନ, ଯେତେବେଳେ ଆପଣ ଭୁବନେଶ୍ୱର ପ୍ରଧାନରୁ 11 ଦିନ ପାଇଁ ପାଲଟି ଯାଆନ୍ତି ମହାରାଜ କଂସ, ତେବେ ଏ ଅନୁଭୂତିଟା କେମିତି ରହେ? 11 ଦିନ ବ୍ୟାପୀ ଆମେ ଯେତେବେଳେ କଂସ ଅଭିନୟ କରୁଛୁ, ସେଇ ଅନୁଭୂତିଟା ପ୍ରକୃତରେ ଆମେ ଦ୍ୱାପର ଯୁଗର କଂସ। ସମସ୍ତେ ଆମକୁ ଭୟ କରନ୍ତି ସେ 11 ଦିନ। କାଳେ କେଉଁଠି ମହାରାଜ କାହାକୁ କ'ଣ କହିଦେବେ କି, ଜରିମାନା କରିଦେବେ କି, କାହାର ମାନେ ଦୋଷ ତ୍ରୁଟି ଧରିବେ କି, ଏଇ ଭୟଟା ସମସ୍ତଙ୍କର ରୁହେ। ତେଣୁ ପ୍ରକୃତରେ ଆମେ ସେଇ ଦ୍ୱାପର ଯୁଗର କଂସ। ଶୁଣୁଥିଲେ ଏ ଥିଲେ ପୂର୍ବତନ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିଥିବା ପୂର୍ବତନ କଂସ ଭୁବନେଶ୍ୱର ପ୍ରଧାନ, ଯିଏକି ପ୍ରତିଦିନ ଟିଭିକୁ ନିଜର ପ୍ରତିକ୍ରିୟା ଦେଇଥିଲେ। ବରଗଡ଼ରୁ କ୍ୟାମେରା ପର୍ସନ ସାଗରଙ୍କ ସହିତ ଆନନ୍ଦ ମହାପାତ୍ର, ପ୍ରତିଦିନ ଟିଭି।